ତ ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଶୁଭ ସ୍ୱାଗତ କରୁଛି ମୋର ଆଉ ଗୋଟେ ରେସିପିକୁ। ତ ଚାଲନ୍ତୁ ଆଜି ବନେଇବା କୁନ୍ଦୁରି ଆଳୁ ଭଜା। ଭିଡ଼ିଓଟି ବନେଇବା ଆଗରୁ ଯଦି ମୋ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତ ପ୍ଲିଜ୍ ଲାଇକ୍ ସେୟାର କରିଦିଅନ୍ତୁ, ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଏଇଠି ମୁଁ ନେଇଛି 200 ଗ୍ରାମର କୁନ୍ଦୁରି, ଏମିତି ଲମ୍ବା ଲମ୍ବା କାଟି ନେଇଛି। ଆଉ ଆଳୁକୁ ବି 2ଟା ନେଇଥିଲି, ଏମିତି ଲମ୍ବା ଲମ୍ବା କାଟି ସବୁ ଧୋଇ ଦେଇଥିଲି। ତ ଚାଲନ୍ତୁ ଗ୍ୟାସ୍ ଅନ୍ କରି ସେଥିରେ ଗୋଟେ କଢ଼େଇ ବସାନ୍ତୁ। କଢ଼େଇଟି ଗରମ ହେଲା ପରେ ସେଥିରେ 2 କି 3 ଚାମଚ ତେଲ ପକାନ୍ତୁ। ତେଲଟା ଗରମ ହେଲା ପରେ ସେଥିରେ 2ଟା ଗୋଟା ଲଙ୍କା ଛିଡ଼େଇ ପକାନ୍ତୁ ଏବଂ ସେଥିରେ କିଛି ଜିରା ଆଉ 1 ଚାମଚ ସୋରିଷ ଦେଇ, ଆଉ ମୁଁ ଏଇଠି ଗୋଟେ ପିଆଜ କାଟିଥିଲି, ସେ ଏବେ ମୁଁ ସେ ଗୋଟେ ପିଆଜକୁ ପକାଉଛି। ଆପଣ ଚାହିଁଲେ 2ଟା ବି ଦେଇପାରିବେ। ତ କମ୍ ଭଜା ଯୋଗୁଁ ମୁଁ ଗୋଟେ ବି ପିଆଜ ପକାଇଥିଲି। ତ ପିଆଜ ଟିକେ ଜରି ଆସିବା ପାଇଁ ଛାଡ଼ିଦେବା, ଆମେ ଭଲସେ ତାକୁ ଜାରିବା। ଭଲସେ ଜାରି ହେଇଗଲା ପରେ ଟିକେ ସୁନେଲି ରଙ୍ଗ ଆସିସାରିଲା ପରେ ଆମେ ସେଥିରେ କାଟିଥିବା ଆଳୁକୁ ପକାଇବା। ଆଉ ଆଳୁଟା ଆମର ଏଇଠି 5 ମିନିଟ୍ ଖଣ୍ଡେ ଭଲ ଭାବେ ଭାଜିଦେବା। ଭାଜି ହେଇଗଲା ପରେ ତାପରେ ଆମେ ପକାଇବା କୁନ୍ଦୁରି ପକାଇକି ଭଲ ଭାବେ ମିଶାଇଦେବା। ଆଉ ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଉ 1 ଚାମଚ ହଳଦୀ ଦେଇ ସେଥିରେ ଗୋଳେଇକି ଭଲ ଭାବେ ତାକୁ ଢାଙ୍କିଦେବା। 5 ମିନିଟ୍ ପାଇଁ ତାକୁ ଭଲ ଭାବେ ଢାଙ୍କିଦେବା। ତା ଭିତରେ ସେ ସିଝିବ, ଆଉ ସିଝିଗଲା ପରେ ପୁଣି ଆମେ ଭଲ ଭାବରେ ତାକୁ ଜରେଇବା। ଏଇଠି 5 ମିନିଟ୍ ହେଇଗଲାଣି, ଭଜା ବି ସିଝିଗଲା ଭଳିଆ ଲାଗୁଛି। ଦେଖିବା ଆମେ ସିଝିଲା କି ନାହିଁ। ହଁ, ଏଇଠି ଭଜା ସିଝିଗଲାଣି। ତ ଚାଲନ୍ତୁ ଆମେ ଜରେଇଦେବା ଭଲସେ। ଏଇଠି ମୁଁ ଜରେଇ ଦେଇଛି, ଗ୍ୟାସ୍କୁ ହାଇ ଫ୍ଲେମ୍ରେ ରଖି ମୁଁ ଜରେଇ ଦେଇଛି ଭଜା। ଆଉ ଭଜାକୁ ବି ଏଇଠି ମୁଁ ଆଉ ଗୋଟେ ଜାଗାକୁ କାଢ଼ି ନେଇଛି। ତ ନିଶ୍ଚୟ ଥରେ ଟ୍ରାଏ କରିବେ, ପଖାଳ ଭାତ କିମ୍ବା ପରଟା ଆଉ ରୁଟିରେ ବହୁତ ଭଲ ଲାଗିବ। ଟ୍ରାଏ ନିଶ୍ଚୟ କରିବେ। ରଖୁଛି, ଦେଖାହେବ ଆଉ ଗୋଟେ ନୂଆ ରେସିପିରେ। ଜୟ ଜଗନ୍ନାଥ।